ଚାଷୀଙ୍କ ହାତରୁ ଛୁଟି ଯାଉଛି ଆଶା। ରାଇଘର ଚଳିତ ଖରିଫ ଋତୁରେ ୟୁରିଆ ସାର ଅଭାବ ରାଇଘର ବ୍ଲକର ଶତାଧିକ ଚାଷୀଙ୍କ ଲାଗି ଦୁର୍ଦ୍ଦିନ ଆଣିଛି। ସମୟରେ ସାର ନ ମିଳିବା ଭୟରେ ଚାଷୀମାନେ ଅନ୍ୟାୟ ଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ଫଳସ୍ୱରୂପ ଅନେକ ଚାଷୀ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବା ସହ ନାନା ଅସୁବିଧାରେ ସମ୍ମୁଖୀନ ହୋଇ ଆତ୍ମହତ୍ୟା କରୁଛନ୍ତି ବୋଲି ରାଇଘର ଅଞ୍ଚଳ ସ୍ଥାନୀୟ ବୁଦ୍ଧିଜୀବୀମାନେ ମଧ୍ୟ ଆଲୋଚନା କରିଛନ୍ତି। ଚାଷୀମାନେ କହୁଛନ୍ତି ଯେ ରାଇଘର ବ୍ଲକରେ ଥିବା ରିଟେଲରମାନେ ସାର ଆସୁନାହିଁ ବୋଲି କହୁଛନ୍ତି, କିନ୍ତୁ ସେହି ସମୟରେ ଅନେକ ରିଟେଲର ଓ ହୋଲସେଲ ଡିଲର ଅଧିକ ମୂଲ୍ୟରେ ସାର ବିକ୍ରି କରୁଛନ୍ତି। ସାଧାରଣ ଦାମ ଥିବା ୟୁରିଆ ସାରକୁ 50 କେଜି ବରାଦି ବସ୍ତା ପାଇଁ 1000ରୁ 1200 ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ଏହାସହ ବ୍ଲକର କିଛି ଡିଲର ଲାଇସେନ୍ସ ନଥିବା କଳା ବ୍ୟବସାୟୀଙ୍କୁ ସିଧାସଳଖ ବିକ୍ରି କରୁଛନ୍ତି, ଯେଉଁମାନେ ପ୍ରତି ଗାଁରେ ଷ୍ଟକ୍ ରଖି ଚାଷୀଙ୍କୁ ମନଇଚ୍ଛା ଦରରେ ସାର ବିକ୍ରି କରି ଶୋଷଣ କରୁଛନ୍ତି। ଏହି ଅନ୍ୟାୟ ଓ ବ୍ୟବସ୍ଥା ପାଇଁ ରାଇଘରର କଂଗ୍ରେସ ଯୁବ ଟାଣୁଆ ନେତା ସନରାଜ ଗଣ୍ଡଙ୍କ ନେତୃତ୍ୱରେ ବ୍ଲକର ବିଭିନ୍ନ ଗ୍ରାମର ଚାଷୀମାନେ ଏକ ଶାନ୍ତିପୂର୍ଣ୍ଣ ରାଲି କରି ବ୍ଲକ ଗୋଷ୍ଠୀ କୃଷି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଛନ୍ତି। ସେଠାରେ ଚାଷୀଙ୍କ ଶୋଷଣ ବନ୍ଦ, ଦୋଷୀ କଳା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଚାଷୀଙ୍କୁ ଉଚିତ ମୂଲ୍ୟରେ ପ୍ରଚୁର ପରିମାଣରେ ସାର ଯୋଗାଇବା ପାଇଁ ଲିଖିତ ଆବେଦନ ଦାଖଲ କରିଛନ୍ତି। ସନରାଜ ଗଣ୍ଡ ସୂଚନା ଦେଇଛନ୍ତି, ଯଦି ସରକାର ଦ୍ରୁତ ପଦକ୍ଷେପ ନେବାରେ ବିଫଳ ହୁଏ ତେବେ ଚାଷୀମାନେ ବୃହତ୍ତର ଆନ୍ଦୋଳନରେ ପ୍ରବେଶ କରି ରାଜରାସ୍ତାରେ ଓହ୍ଲାଇ ଅଖଚଖ ବନ୍ଦ କରିବ ଓ ଆବଶ୍ୟକ ପଡ଼ିଲେ ରାଜ୍ୟବ୍ୟାପୀ ରାସ୍ତା ବନ୍ଦ କରି ପ୍ରତିବାଦ କରିବେ କହି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହାଛଡ଼ା ରାଜ୍ୟ ସରକାର ପକ୍ଷରୁ ମଧ୍ୟ ସମୟ ମତେ ସାର ଯୋଗାଣ ନ ହେଲେ ଚାଷୀଙ୍କ ଅବସ୍ଥା ଆଉ ଭୟାବହ ହେବା ସମ୍ଭାବନା ରହିଛି। ଏଥିରେ କୃଷି ଉତ୍ପାଦନ ଓ ଅର୍ଥନୈତିକ କ୍ଷେତ୍ରରେ ଭାରି ପ୍ରଭାବ ପଡ଼ିବା ସୁନିଶ୍ଚିତ ଅଟେ। ଏବେ ଦେଖିବାକୁ ବାକି ରହିଲା ଚାଷୀକୂଳ ଉଚିତ ମୂଲ୍ୟରେ ସାର ପାଉଛନ୍ତି କି ନାହିଁ ଏବଂ ଗାଁ ଗାଁରେ ଯେଉଁ ସାର କଳାବଜାରୀ କରୁଛି ସେମାନଙ୍କ ଉପରେ କୃଷି ବିଭାଗ କ'ଣ ପଦକ୍ଷେପ ନେଉଛନ୍ତି ତାହା ସମୟ ସାକ୍ଷୀ। ଆଜ୍ଞା ଦେଖନ୍ତୁ, ବର୍ତ୍ତମାନ ଯେଉଁ ଖରିଫ ଋତୁରେ ଚାଷୀଙ୍କର ପାଖରେ ଯେଉଁ ସାର ସମସ୍ୟାକୁ ନେଇକରି ଆଜି ଆମେ ଗୋଷ୍ଠୀ ଆମ କୃଷି ଅଧିକାରୀଙ୍କ ପାଖକୁ ଆସିଥିଲୁ। ଦେଖନ୍ତୁ, ବର୍ତ୍ତମାନ ଚାଷୀମାନଙ୍କ ପାଖରେ ସାର ନଥିବା ଯୋଗୁଁ ଚାଷୀମାନେ ବହୁତ ହଇରାଣ ହରକତ ହେଉଛନ୍ତି। ଆମର ଏଇ ଯେଉଁ ବିଶେଷ କରି ରାଇଘର ବ୍ଲକରେ ଯେଉଁ କଳା ବେପାରୀମାନଙ୍କ ପାଖରେ ଷ୍ଟକ୍ ରଖିକିରି ସେଟା ଆଜିର ରେଟ୍ରେ 1000-1500 ଟଙ୍କା ରେଟ୍ରେ ବିକ୍ରି କରୁଛନ୍ତି, ଯେଉଁଟାକି ଆମର ଯେଉଁ ରିଟେଲର ମାନ ପାଖରେ ଦୋକାନୀମାନ ପାଖରେ ବି ଆମେ ଯଦି ଆମର ଚାଷୀ ଭାଇମାନେ ସାର କିଣିବା ପାଇଁ ଯିବେ, ସେମାନେ ଉପରରୁ ସାର ଆସୁନାହିଁ, ଆମେ ଅଧିକା ରେଟ୍ରୁ କିଣିକିରି ଆଣିଛୁ, ତେଣୁ ତାକୁ ଏତିକି ରେଟ୍ରେ 1000 କି 1500 ଟଙ୍କାରେ ଆମେ ବିକ୍ରି କରୁଛୁ ବୋଲି ସେମାନେ କହୁଛନ୍ତି, ଯେଉଁଟାକି ଆମର ଗରିବ ଚାଷୀଙ୍କ ପାଇଁ ବହୁତ ବଡ଼ ସମସ୍ୟା। ଯେଉଁ ସମସ୍ୟାକୁ ନେଇକରି ଆଜି ଆମେ ଏଇ ଯେଉଁ କୃଷି ଅଧିକାରୀ ରାଇଘରଙ୍କ ଜରିଆରେ ଆମେ ଜିଲ୍ଲାପାଳଙ୍କୁ ଦେଇଛୁ କି ଯଥାଶୀଘ୍ର ଏଇ ଯେଉଁ ଚାଷୀଙ୍କର ଯେଉଁ ସାର ସମସ୍ୟା ଆଉ ଯେଉଁ କଳା ବଜାରୀ ବର୍ତ୍ତମାନ ଯେଉଁ ଚାଲିଛି, ସେ କଳା ବଜାରୀ ଯେଉଁ ବେପାରୀ ମାନେ ଯେଉଁ ବ୍ଲାକରେ ଯାହା ଯେଉଁ ଅଧିକ ରେଟ୍ରେ ଚାଷୀଙ୍କୁ ଯେଉଁ ଶୋଷଣ କରୁଛନ୍ତି ତାକୁ କେମିତି ବନ୍ଦ ହେବ ଆଉ ତଦନ୍ତ ହେବ, ଆଉ ଯେଉଁ କଳା ବେପାରୀମାନେ ଯେଉଁମାନେ ଆଜି ବିନା ଲାଇସେନ୍ସରେ ବି ଆଜି ଯେଉଁ ସାର ବିକ୍ରି କରୁଛନ୍ତି ସେମାନଙ୍କୁ ଧରାଯାଉ ଆଉ ଚାଷୀଙ୍କୁ ସଫିସିଏଣ୍ଟ ଆମକୁ ସାର ଦିଆଯାଉ, ସେ ଦାବି ନେଇକରି ଆମେ ଆଜି ଆମର ଯେଉଁ ଜିଲ୍ଲାପାଳଙ୍କ ପାଖକୁ କୃଷି ଅଧିକାରୀ ରାଇଘରଙ୍କ ଜରିଆରେ ଦାବିପତ୍ର ଦିଆହେଉଛି ଆଜି ଆମର କିଷାନ କଂଗ୍ରେସ ତରଫରୁ। ଗୋଟେ ସାଂଘାତିକ ଅଭିଯୋଗ ଆଣୁଛନ୍ତି ଯେ ଯେଉଁ ସାର ଆଭେଲେବୁଲ୍ ଅଛି, ସେମିତି ସବୁ ରିଟେଲର ମାନଙ୍କ ପାଖରେ ସବୁ ଆଭେଲେବୁଲ୍ ଅଛି। ଆଉ ଲ୍ୟାମ୍ପ ଦ୍ୱାରା ମଧ୍ୟ ଆମେ କ୍ୟାସେଲରେ ସାର ଯେତେବେଳେ ଅଭାବୀ ବିକ୍ରି ଟିକେ ହେଲା, ସର୍ଟେଜ ହେଲା, ଲ୍ୟାମ୍ପ ମାଧ୍ୟମରେ ମଧ୍ୟ ସରକାରୀ ଦରରେ ଆମେ ଚାଷୀ ଭାଇମାନଙ୍କ ପାଖାପାଖି 2 ଥର ଆମେ ବିକି ସାରିଛୁ। ଦେଖାଏ 500 ଜଣ ଚାଷୀଙ୍କ ପାଖାପାଖି କ୍ୟାସେଲରେ ବିକି ସାରିଛୁ। ଆଜି ମଧ୍ୟ ମୁଁ କଥା ହେଇଛି ମାର୍କେଟ ସହିତ, ପୁଣି ଲ୍ୟାମ୍ପ ସେମାନେ ସାର ଅଧିକ ମାତ୍ରାରେ ପଠାଇବେ ଆଉ ରିଟେଲର ମାନଙ୍କ ପାଖରେ ମଧ୍ୟ ଆଭେଲେବୁଲ୍ ଅଛି। ଦେଖନ୍ତୁ, ସାର ତ ଅଛି, ଗୋଟେ ମାନେ ସିଜନ ଆରମ୍ଭ ପୂର୍ବରୁ ଆମେ ସିଡ୍ର ଆମେ ମଧ୍ୟ କରୁଥିଲୁ, ଆମେ ରେଡ୍ ମଧ୍ୟ କରୁଥିଲୁ। କିଛି ଅନରେଜିଷ୍ଟର୍ଡ ଯେଉଁ କମ୍ପାନୀର ସିଡ୍ ଗୁଡ଼ାକ ଆମେ ପାଇଥିଲୁ ତାକୁ ମଧ୍ୟ ଆମେ କରିଥିଲୁ, ମାନେ ଗ୍ରୁପ୍ରେ ଯାଇକି ସ୍କ୍ୱାଡ଼ରେ ଯାଇକି ଆମେ ସିଜ୍ କରିଥିଲୁ। ସୋ ନୋଟିସ୍ ମଧ୍ୟ ଦିଆହେଉଛି, ଯେଉଁ ଡିଲର ମାନେ ଫଲୋ କରୁନାହାନ୍ତି ସେମାନଙ୍କର ତାଙ୍କୁ ନୋଟିସ୍ ମଧ୍ୟ ଦିଆହେଉଛି। ଯଦି ଅଧିକ କିଛି ହେଉଛି ଆମେ ତାଙ୍କୁ ଲାଇସେନ୍ସ ସସ୍ପେଣ୍ଡ ପାଇଁ ମଧ୍ୟ ଏଡିଓଙ୍କୁ ଆମେ ଦେଖିଛୁ। ଏଭଳି ଭାବରେ ଆମେ ତାଙ୍କର କିଛି ଏନଫୋର୍ସମେଣ୍ଟ ୱାର୍କ ମଧ୍ୟ ଆମେ କରିଛୁ। ଆମେ ରିସେଣ୍ଟଲି ଆମେ ହୋଲସେଲର ମିଟ୍ ମଧ୍ୟ ଆମେ ଗୋଟେ କରିଥିଲୁ। ଯେହେତୁ ସାରଟା ହୋଲସେଲର ପଏଣ୍ଟରୁ ହିଁ ରିଟେଲର ପଏଣ୍ଟକୁ ଯାଉଛି, ତେଣୁ ହୋଲସେଲର ମାନଙ୍କୁ ଆମେ ତାଗିଦ କରିଥିଲୁ ଯେ ଆପଣମାନେ ଠିକ୍ ଭାବେ ରିଟେଲରକୁ ଆପଣ ଠିକ୍ ରେଟ୍ରେ ଦିଅନ୍ତୁ,
ଆପଣ ଯଦି ଅଧିକ ରେଟ୍ରେ ଦେବେ ତାହେଲେ ରିଟେଲର ନିହାତି ଭାବେ ଅଧିକ ରେଟ୍ରେ ବିକ୍ରି କରିବ। ତେଣୁ ହୋଲସେଲର ମାନେ ମଧ୍ୟ ରାଜି ହେଇଥିଲେ। ଆମର ଏଠି ପାଖାପାଖି 6 ଜଣ ହୋଲସେଲର ଅଛନ୍ତି, ଆଉ ଉମରକୋଟରୁ ମଧ୍ୟ ହୋଲସେଲର କିଛି ଅଛନ୍ତି ଯେଉଁମାନେ ଦେଉଛନ୍ତି। ଟିକେ ଯେଉଁଟା ଆମର ଇଣ୍ଟେରିୟର ପଏଣ୍ଟ ହେଇଯାଉଛି ହାଟ ଖଣ୍ଡି କୁଣ୍ଡେଇ ଟିକେ ଡିଷ୍ଟାନ୍ସ ହେଇଯାଉଛି, ଯାହା ଗାଡ଼ି ଭଡ଼ାଟା ଟିକେ ସେଠି ଅଧିକ ଲାଗୁଛି, ନହେଲେ ଚାଷୀ ଭାଇମାନେ ଠିକ୍ ଭାବରେ ରେଟ୍ରେ ପାଇପାରିବେ। କହିବି ସେମିତି ତ ସାର୍ ମୋ ପାଖକୁ ଲିଖିତ ଅଭିଯୋଗ ଆସିନାହିଁ। ଗୋଟେ ଦୁଇ ଜଣ କମ୍ପ୍ଲେନ୍ କରୁଛନ୍ତି, ମୁଁ ବାରମ୍ବାର କହୁଛି ଲିଖିତ ଅଭିଯୋଗ କେଉଁ ଜାଗାରେ ଷ୍ଟକ୍ ହେଇକି ଅଛି ଆମକୁ ଟିକେ ଜଣାନ୍ତୁ ସେଇ ଜିନିଷ। ଯଦି ମୋ ପାଖରେ ଲିଖିତ ଅଭିଯୋଗ ଆସିବ ତାହେଲେ ନିହାତି ଭାବରେ କାର୍ଯ୍ୟାନୁଷ୍ଠାନ ସାର୍ ଥିବେ। ଆଜ୍ଞା ନିଶ୍ଚୟ ଆମେ ଭିଜିଟ୍ କଲାବେଳେ ଦେଖୁଛୁ, ଆମେ କାହିଁକିନା ପିଓଏସ୍ ମେସିନ୍ରେ ହିଁ ବିକ୍ରୟ ହେଉଛି। ପିଓଏସ୍ ସହିତ ଆମେ ତାକୁ ଷ୍ଟକ୍ ମ୍ୟାଚ୍ କରୁଛୁ, ଯାହାର ସେଇଠି ମ୍ୟାଚ୍ ହେଉନାହିଁ ଆମେ ସେମାନଙ୍କ ସହିତ ଷ୍ଟକ୍ ପୋଜିସନ୍ ସହିତ ପିଓଏସ୍ ମେସିନ୍ରେ ଯାହା ଅଛି ମ୍ୟାଚ୍ ନହେଲେ ଆମେ ତାକୁ ନୋଟିସ୍ ଦେଉଛୁ, ତାଗିଦ କରୁଛୁ। ଧନ୍ୟବାଦ। ରାୟଘରରୁ ଲାଳଧର ଦୁର୍ଗାଙ୍କ ରିପୋର୍ଟ, ବି ନ୍ୟୁଜ୍।